ମୁଁ ଆକ୍ଚୁଆଲି ଯାଇଥିଲି ଫୁଲବାଣୀର ଗୋଟେ ରାଇକିଆ ବ୍ଲକର ଗୋଟେ ଜାଗା ପାରଦିଗୁଡ଼ା ବୋଲି ଗୋଟେ ଜାଗାକୁ ଯାଇଥିଲି। ପାରଦିଗୁଡ଼ା ପାଖରେ ଆପଣଙ୍କର ଗଞ୍ଜାମ ଜିଲ୍ଲାର ସୋରଡ଼ା ବି ଯାଇଥିଲି। ସେ କିଛି ରିପୋର୍ଟ ହେଇଥିଲା ମିଳିମିଳା ଫିଲ୍ଡ ଆମେ ଯାଇଥିଲୁ ଦେଖିବା ପାଇଁ କ'ଣ ଅସୁବିଧା ହେଲା କାହିଁକି ହେଇଥିଲା ବୋଲି। ପାଖାପାଖି ଆଫେକ୍ଟେଡ଼ ହେଇଥିଲେ 30 ଜଣ, ଭଲ ହେଇଗଲେଣି ରୋଗୀ ସବୁ। 4-5 ଜଣ ଆକ୍ଟିଭ୍ କେସ୍ 5ଟା ଖଣ୍ଡେ ଅଛି। ଟେଷ୍ଟ ଆମେ ପଠାଇଥିଲୁ, ଟେଷ୍ଟ ପଜିଟିଭ୍ ଆସିଥିଲା ଏବଂ ତାକୁ କେମିତି ପଦକ୍ଷେପ ନିଆଯିବ ତାକୁ କଣ୍ଟ୍ରୋଲ୍ କରିବାକୁ। ସେଥିପାଇଁ ମିଳିମିଳା ହେବାର କାରଣ ହେଉଛି ଯେ କିଛି କୋଭିଡ୍ ପିରିୟଡ଼ ଭିତରେ ଟିକେ ବୋଧେ ଗ୍ୟାପ୍ କିଛି ରହିଯାଇଛି କିମ୍ବା ଇମ୍ୟୁନିଟି ଟିକେ କମିଯାଇଛି ସେ ଜାଗାରେ। ଭ୍ୟାକ୍ସିନେସନ୍ ଆମେ ଦେଖିଲୁ ବହୁତ ଜାଗାରେ ହେଇଛି, ପାର୍ସିଆଲ୍ ଭ୍ୟାକ୍ସିନେସନ୍ କିଛି ଅଛି। କୋଭିଡ୍ ପିରିୟଡ଼ଟା ଟିକେ ପ୍ରେସରରେ ମୋତେ ଲାଗୁଛି କିଛି ହୁଏତ ରହିଥାଇପାରେ। ଆମେ କାର୍ଡ଼ ସବୁ ଭେରିଫାଏ କଲୁ, ଯେଉଁଠି ଗ୍ୟାପ୍ ଅଛି ତାକୁ ଫିଲ୍ଅପ୍ କରିବା ପାଇଁ ତାକୁ ରିଭ୍ୟାକ୍ସିନେସନ୍ କ୍ୟାମ୍ପ ଚାଲିଛି ଏବଂ ଯେମିତି କଣ୍ଟେନମେଣ୍ଟ କରାଯିବ ତା ବ୍ୟବସ୍ଥା କରାଯାଇଛି। ତାକୁ ବି ଆମେ ଅନୁଧ୍ୟାନ କରୁଛୁ। ମିଳିମିଳା ତ ଆକ୍ଚୁଆଲି ଗୋଟେ ଭ୍ୟାକ୍ସିନ୍ ପ୍ରିଭେଣ୍ଟେବଲ୍ ଡିଜିଜ୍ ନା, ଭ୍ୟାକ୍ସିନ୍ ଦିଆହେଉଥିଲା। ମିଳିମିଳା ବହୁତ ରେୟାରଲି ଦେଖାଉଛି, ତଥାପି କାଁ ଭାଁ ଦେଖା ହୁଏ, କିନ୍ତୁ ମାସ୍ ସ୍କେଲରେ ଆଉ ଦେଖାଯାଉନି। କଣ୍ଟେନମେଣ୍ଟ କରାଯିବ ସେ ଏରିଆକୁ? ନାଇଁ, କଣ୍ଟେନମେଣ୍ଟ ଅଲରେଡି କଣ୍ଟ୍ରୋଲ ହେଇଗଲାଣି ଅଲମୋଷ୍ଟ। ଏଇଟା ସାର୍ କମ୍ୟୁନିକେବଲ୍ କମ୍ୟୁନିକେବଲ୍ ଡିଜିଜ୍।